ତ ପିଲାମାନେ ଆଜି ଆମେ ଜନ୍ମଭୂମି ପ୍ରଶ୍ନୋତ୍ତର କରିବା। ଷଷ୍ଠ କ୍ଲାସରେ ସାହିତ୍ୟ ପାଠର ପ୍ରଥମ ପାଠ ଜନ୍ମଭୂମି। ଚାଲ ପ୍ରଶ୍ନୋତ୍ତର କରିବାର। ତ ପିଲାମାନେ ପାଠ୍ୟ ଅନ୍ତର୍ଗତ ଗୋଟେ ପ୍ରଶ୍ନ କ'ଣ ଲେଖା ଅଛି ଦେଖ। 1 ନମ୍ବର ତ ହେଡ଼ିଂ ଦେଇଛି ପାଠ୍ୟ ଅନ୍ତର୍ଗତ ଆସ ଆମେ କବିତା ଉପରେ ସଂକ୍ଷିପ୍ତ ଆଲୋଚନା କରିବା। ଦେଖ ମୋ ବୁଝିବାରେ ଲେଖା ହେଇଛି କ ନମ୍ବର କ'ଣ ଲେଖା ଅଛି, ନିମ୍ନଲିଖିତ ପ୍ରଶ୍ନଗୁଡ଼ିକ ଠିକ୍ ଉତ୍ତର ପାଖରେ ତାର ଷ୍ଟାର ଚିହ୍ନ ଦିଅ, ତାରା ଚିହ୍ନ ଦିଅ ବୋଲି କହିଛି। ଦେଖ 1 ନମ୍ବର କ'ଣ ଲେଖା ହେଇଛି, ମୁଣ୍ଡ ଶବ୍ଦ ପାଇଁ କବିତାର କେଉଁ ଶବ୍ଦ ବ୍ୟବହାର କରାଯାଇଛି। ତ ପିଲାମାନେ ଅପସନ୍ ଦେଇଛି କ'ଣ, ଚରଣ, ମସ୍ତିଷ୍କ ନା କଳ ନା କଣ୍ଠ। ତ ପିଲାମାନେ ଆର ଉତ୍ତର କ'ଣ ହେବ ଯେ ମସ୍ତିଷ୍କ ହେବ। ତ ସେଇଟା କ'ଣ ଦେବ ଯେ ଷ୍ଟାର ଚିହ୍ନ ଦେବ। 2 ନମ୍ବର କ୍ୱେଶ୍ଚିନ୍ କ'ଣ ଦିଆଯାଇଛି ଦେଖ, ଜନ୍ମଭୂମି କବିତାର ମୁଖ୍ୟତଃ। ତ ଦେଖ ଅପସନ୍ ଏଇଠି ବି ଦେଇଦେଇଛି, ହିମାଳୟରେ ବର୍ଣ୍ଣନା କରାଯାଇଛି ନା ବାର ରମଣୀୟଙ୍କ କଥା କୁହାଯାଇଛି ନା ଭାରତ ମାତାର ଯଶଗାନ କରାଯାଇଛି ନା ମହାସାଗର ବିଷୟରେ ଧାରଣା କରାଯାଇଛି। ତ ଆର ଉତ୍ତର ହେବ ଭାରତ ମାତାର ଯଶଗାନ କରାଯାଇଛି। ତ ସେଇଟା କ'ଣ ଦେବ ପିଲାମାନେ, ଷ୍ଟାର ଚିହ୍ନ ଦେବ ବା ଠିକ୍ ଚିହ୍ନ ମାରିପାରିବ। ତ ପିଲାମାନେ ଦେଖ ଖ ନମ୍ବର କ୍ୱେଶ୍ଚିନ୍ କ'ଣ ଲେଖା ହେଇଛି, ଉକ୍ତ ଉତ୍ତର ଗୁଡ଼ିକୁ କାହିଁକି ବାଛିଲ ତାହାର କାରଣ ତୁମେ ସାଙ୍ଗମାନଙ୍କ ସହିତ ଆଲୋଚନା କର। ତ ପିଲାମାନେ ଆର ଉତ୍ତର ଲେଖିବ ତମେ। ତ ପିଲାମାନେ ଖ ନମ୍ବର ଉତ୍ତର ଲେଖିବ କାରଣ 1 ଦେଇରେ ଓଡ଼ିଆ ଭାଷାର ମୁଣ୍ଡ ଶବ୍ଦର ସାମର୍ଥ୍ୟବୋଧକ ବା ପ୍ରତିଶବ୍ଦ ହେଉଛି ମସ୍ତିଷ୍କ, ତେଣୁ ଏହି ଶବ୍ଦ ଗୁଡ଼ିକୁ ବଛାଗଲା। ଦ୍ୱିତୀୟରେ ଲେଖିବ କାରଣ ଖ ନମ୍ବର ଉତ୍ତର ଲେଖିବ ଜନ୍ମଭୂମି କବିତାର ଆମ ଦେଶ ଭାରତବର୍ଷର ଗୌରବ, ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ମହିମା ଗାନ କରାଯାଇଥିବାରୁ ଏହା ମୁଖ୍ୟତଃ ଭାରତ ମାତାର ଯଶଗାନ ଅଟେ। ତ ପିଲାମାନେ ଦେଖ 1, 2ର ଉତ୍ତର ଟାଇପ୍ର କରି ଖ ନମ୍ବର ଉତ୍ତର ଲେଖାଯାଇଛି। ତ ଏମିତି ଖ ନମ୍ବର ଉତ୍ତର ଲେଖିବ। ଏବେ ଚାଲ ଦେଖିବ ନେକ୍ସଟ ପେଜ୍। ତ ପିଲାମାନେ ଦେଖ ନେକ୍ସଟ ପେଜ୍ରେ କ'ଣ ଦେଇଛି ହେଡ଼ିଂ ମିଳିମିଶି ଯୋଡ଼ିବା। କ'ଣ ଲେଖା ହେଇଛି ଦେଖ, ସେଥିରେ କବିତାର କେତେକ ଶବ୍ଦ ଓ ତାର ଭାବାର୍ଥ ନିମ୍ନରେ ଲେଖାଯାଇଛି। ଦଳରେ ଆଲୋଚନା କରି ପ୍ରତ୍ୟେକ ଶବ୍ଦ ସହ ଖାପ ଖାଉଥିବା ଭାବାର୍ଥକୁ ଗାର ଟାଣି ଯୋଡ଼। ତୁମେ ଅଭିଧାନ, ଇଣ୍ଟରନେଟ୍ ବା ନିଜ ଶିକ୍ଷକଙ୍କର ସହାୟତାରେ ନେଇପାରିବ। ତ ପିଲାମାନେ ଦେଖ ହେଡ଼ିଂ ଦେଇଛି, ଏଠି କ'ଣ ଶବ୍ଦ ଦେଇଛି, ଭାବାର୍ଥ ଦେଇଛି। ଶବ୍ଦରେ କ'ଣ ଲେଖା ହେଇଛି ଦେଖ, ତ ଏଇଠି ଶବ୍ଦରେ ଦେଖ କ'ଣ ଲେଖା ହେଇଛି, ହିମାଳୟ ଲେଖା ହେଇଛି। ସେକେଣ୍ଡ ଭାବାର୍ଥରେ କ'ଣ ଲେଖା ହେଇଛି, ତୃତୀୟ ପାଣ୍ଡବ ଲେଖା ହେଇଛି। ତ ଚାଲ ଏଇଟା ଗାର ଟାଣିବାକୁ ପଡ଼ିବ। ଚାଲ ଆମେ ଏଇଟା ଗୋଟେ କରି ଗାର ଟାଣିବା। ପିଲାମାନେ ଦେଖ ଶବ୍ଦ ଲେଖା ହେଇଛି ହିମାଳୟ, ଭାବାର୍ଥ କ'ଣ ମାରିଛି, ହିମାଳୟର ସେଇଟା 10 ନମ୍ବରଟା ମାରିବ। ଭାରତର ଉତ୍ତର ସୀମାରେ ବ୍ୟାପୀ ରହିଥିବା ପର୍ବତମାଳା, ତ ଏଇଟା ଏମିତି ଗୋଟେ ଟାଣିବ। ତାପରେ କ'ଣ ଦେଇଛି, ବ୍ରହ୍ମପୁତ୍ର ଦେଇଛି। ବ୍ରହ୍ମପୁତ୍ର କୋଉଠି ମାରିଅଛେ, ଭାବାର୍ଥର 8 ନମ୍ବରଟା ମାରି କ'ଣ ଲେଖା ହେଇଛି, ମୁଖ୍ୟତଃ ଅରୁଣାଚଳ ପ୍ରଦେଶ ଓ ଆସାମ ଦେଇ ବହି ଯାଉଥିବା ନଦୀ ଯାହାକି ଶେଷରେ ବଙ୍ଗୋପସାଗର ରହିଛି। ତ କ'ଣ ମାରିছে, ବ୍ରହ୍ମପୁରକୁ ଭାବାର୍ଥର 8 ନମ୍ବରଟା ମାରିବ। ଏବେ ଦେଖ 3 ନମ୍ବର ଦ୍ରୋଣ ଦେଇଛି, ଦ୍ରୋଣ ମାରିଅଛେ। 7 ନମ୍ବର ଦେଇଛି କ'ଣ ଯେ ଗୌରବ ପାଣ୍ଡବଙ୍କ ଗୁରୁ, ତ ସେଇଟା ଦ୍ରୋଣ ଗୁରୁ ପାଣ୍ଡବଙ୍କ ଗୁରୁ। ତ ସେଇଟା କ'ଣ ଟାଣିଛେ, 3କୁ ଭାବାର୍ଥର କୋଉଟା ଯେ ମାରିବ, 7 ନମ୍ବରଟା ମାରିବ ଗାର ଟାଣ। ତ ପିଲାମାନେ ଏମିତି ଗାର ଟାଣିବ। ଯଦି ନ ବୁଝା ପଡ଼ିଲେ ଦେଖ ମୁଁ କହିଦେଉଛି, ଲେଖିଦେଉଛି। ପିଲାମାନେ ଦେଖ ହିମାଳୟ ପର୍ବତ ଏହା ସବୁ ଦେଖ ମୁଁ ଏଇଟା 1 ନମ୍ବର 10 ନମ୍ବର, 2 ନମ୍ବର 8, ତାପରେ 3, 7, 4, 6, 5, 2, 6, 4 ଏମିତି ଗାର ଟାଣିବ। ତାପରେ 7କୁ 5 ଟାଣିବ, 8କୁ 1, 9କୁ 3, 10କୁ 9। ତ ପିଲାମାନେ ଏମିତି ଭାବରେ କ ସ୍ତମ୍ଭ ଗାର ଟାଣିବ। ଏବେ ଚାଲ ଦେଖିବା ନେକ୍ସଟ ତଳେ କ'ଣ କ୍ୱେଶ୍ଚିନ୍ ଦିଆଯାଇଛି। ତଳେ ଦେଖ ହେଡ଼ିଂ କ'ଣ ଦିଆଯାଇଛି, ପଦ୍ୟାଂଶକୁ ଆଲୋଚନା କର। କ'ଣ ଲେଖାଯାଇଛି ଦେଖ, ନିମ୍ନଲିଖିତ ପଦ୍ୟାଂଶକୁ ମନ ଦେଇ ପଢ଼ ଏବଂ ଏହାର ଭାବାର୍ଥକୁ ସାଙ୍ଗମାନଙ୍କ ସହ ଆଲୋଚନା କରି ତାର ସାରାଂଶ ଲେଖ। କ'ଣ ଲେଖାଯାଇଛି ଦେଖ, ଗୀତଟା ଲେଖା ହେଇଛି, ତୁହି ମୋ ଜନ୍ମଭୂମି ପବିତ୍ର ଭାରତ ଭୂମି, ତହିଁରେ ସନ୍ତାନ ଆମେ ଅଟୁ ସରବେ, ତୋର ଶ୍ରୀଚରଣ ସେବା ପାଇଁ ମନ ପ୍ରାଣ ଦେବା, ଗାଇବା ତୋହର ନାମ ଆନନ୍ଦ ରବେ, ତୋ ଆନନ୍ଦ ହୋଇବ ସୁଖୀ, କାନ୍ଦିବା ଦୁଃଖରେ ତୋର ହୋଇଣ ଦୁଃଖୀ। ତ ଆର ପିଲାମାନେ ଦେଖ କେମିତି କାଢ଼ି ଉତ୍ତର ଲେଖିବ କହିଦେଉଛି। ତ ପିଲାମାନେ ଏହି ଗୀତର ଉତ୍ତର ଲେଖି ପଦ୍ୟାଂଶର ସାରାଂଶ ହେଡ଼ିଂ ଦେବ, ଜନ୍ମଭୂମି ଆମ ମାତା, ପବିତ୍ର ଭାରତ ଭୂମି ହେଉଛି ଆମର ଜନ୍ମଭୂମି ଏବଂ ଆମ ସମସ୍ତେ ତାହାର ସନ୍ତାନ ଅଟୁ। ତ ଏମିତି ଉତ୍ତର ଲେଖିବ। ତାପରେ ଦେଶ ସେବା ପାଇଁ ସଂକଳ୍ପ, ମାତୃଭୂମିରେ ଚରଣ ସେବା ପାଇଁ ଆମେ ଆମର ମନ ଓ ପ୍ରାଣ ଉତ୍ସର୍ଗ କରିବାକୁ ସଦା ପ୍ରସ୍ତୁତ। ତାପରେ ଗୌରବ ଗାନ, ଆମେ ସମସ୍ତେ ମିଳିମିଶି ଅତ୍ୟନ୍ତ ଆନନ୍ଦର ସହ ଦେଶର ସୁନାମ ଗାନ କରିବା ଉଚିତ। ତାପରେ ତଳକୁ ଲେଖିବ ସୁଖ ଦୁଃଖର ସହଭାଗୀ। ତଳେ ଲେଖିବ ଜନ୍ମଭୂମିର ଆନନ୍ଦରେ ଆମେ ସୁଖୀ ହେବା ଏବଂ ଏହା ତାହାର ଦୁଃଖ ବା ବିପଦ ସମୟରେ ଆମେ ସମଦୁଃଖ ହେବା ଆମର ପରମ କର୍ତ୍ତବ୍ୟ। ତ ପିଲାମାନେ ଏମିତି ସେ ଗୀତରୁ ଗୋଟେ କରି ତଳେ ଉତ୍ତର ଲେଖିବ ହେଡ଼ିଂ କରି। ଏବେ ଚାଲ ଦେଖିବା ନେକ୍ସଟ ପେଜ୍ କ'ଣ ଦିଆଯାଇଛି। ତ ପିଲାମାନେ ନେକ୍ସଟ ପେଜ୍ କାଢ଼। କ'ଣ ଲେଖା ଅଛି ଦେଖ ହେଡ଼ିଂ,
ହେଡିଂ ଲେଖା ହେଇଛି ବୁଝି ବିଚାରି ଲେଖ। ଦେଖ କ ନମ୍ବର କ'ଣ ଲେଖା ହେଇଛି, ଜନ୍ମଭୂମି କବିତାରୁ ପଢ଼ି ପ୍ରଶ୍ନ ଗୁଡ଼ିକର ଉତ୍ତର ଦିଏ। ଏକ ନମ୍ବର କ'ଣ ଲେଖା ହେଇଛି ଦେଖ, କବିତାରେ ବର୍ଣ୍ଣିତ ବୀର ବୀର ରମଣୀମାନଙ୍କ ନାମ ଲେଖ। ତ ଆର ଉତ୍ତର ଲେଖିବ, ତ ପିଲାମାନେ ଏକ ନମ୍ବର ଉତ୍ତର ଲେଖିବ, କବିତାରେ ବର୍ଣ୍ଣିତ ବୀର ରମଣୀମାନଙ୍କ ନାମ ହେଉଛି ପଦ୍ମିନୀ, ଉଷା, ସାବିତ୍ରୀ, ସୀତା ଓ ଦୁର୍ଗାବତୀ। ତ ଏମିତି ଏକ ନମ୍ବର ଉତ୍ତର ଲେଖିବ। ଦୁଇ ନମ୍ବର କ୍ୱେଶ୍ଚିନ୍ କ'ଣ ଦେଇଛି ଦେଖ ଏବେ। ଦୁଇ ନମ୍ବର କ୍ୱେଶ୍ଚିନ୍ ଲେଖା ହେଇଛି, ଭାରତର କଟିରେ କେଉଁ ପର୍ବତମାଳା ଶୋଭା ପାଉଛି। ତ ଆର ଉତ୍ତର ଲେଖିବ, ଦୁଇ ନମ୍ବର ଉତ୍ତର ଲେଖିବ, ଭାରତର କଟି କମର ଦେଶରେ ବିନ୍ଧ୍ୟ ପର୍ବତମାଳା ଶୋଭା ପାଉଛି। ତ ଏମିତି ଦୁଇ ନମ୍ବର ଲେଖିବ। ତିନି ନମ୍ବର ଦେଖ ଏବେ, ତିନି ନମ୍ବର କ୍ୱେଶ୍ଚିନ୍ ଦେଇଛି, କାଳିଦାସ କିଏ, ତାଙ୍କ ରଚିତ ଗୋଟିଏ କାବ୍ୟର ନାମ ଲେଖ। ତ ଚାଲ ଆର ବି ଲେଖିବା ଉତ୍ତର। ତ ତିନି ନମ୍ବର ଉତ୍ତର ଲେଖିବ, କାଳିଦାସ ହେଉଛନ୍ତି ଭାରତର ଜଣେ ପ୍ରସିଦ୍ଧ ମହାକବି। ତାଙ୍କ ରଚିତ ଏକ ପ୍ରଧାନ କାବ୍ୟର ନାମ ହେଉଛି ରଘୁବଂଶମ୍ କିମ୍ବା କୁମାର ସମ୍ଭବମ୍ ବା ମେଘଦୂତମ୍। ତ ଏମିତି ଉତ୍ତର ଲେଖିବ ତିନି ନମ୍ବର। ଚାରି ନମ୍ବର ଦେଖ ଏବେ କ'ଣ ଦେଇଛି କ୍ୱେଶ୍ଚିନ୍। ଚାରି ନମ୍ବର କ୍ୱେଶ୍ଚିନ୍ ଦେଇଛି, ଆମ ଜନ୍ମଭୂମିରେ ଦୁଇ ପାର୍ଶ୍ୱରେ ଥିବା ଜଳଧିର ନାମ ଲେଖ। ତ ଆର ଉତ୍ତର ଲେଖିବ, ତ ଚାରି ନମ୍ବର ଲେଖିବ, ଆମ ଜନ୍ମଭୂମି ଭାରତର ଦୁଇ ପାର୍ଶ୍ୱରେ ଥିବା ଦୁଇଟି ଜଳଧି ହେଉଛି ପୂର୍ବ ଦିଗରେ ବଙ୍ଗୋପସାଗର ଏବଂ ପଶ୍ଚିମ ଦିଗରେ ଆରବ ସାଗର। ତ ଏମିତି ଚାରି ନମ୍ବର ଲେଖିବ। ପାଞ୍ଚ ନମ୍ବର ଦେଖ ଏବେ, ପାଞ୍ଚ ନମ୍ବର କ୍ୱେଶ୍ଚିନ୍ ଦେଇଛି, ଭାରତର ଶରୀରରେ କେଉଁ ସବୁ ନଦୀ ଶୋଭା ପାଉଛି। ତ ଆର ଉତ୍ତର ଲେଖିବ, ତ ପାଞ୍ଚ ନମ୍ବର ଉତ୍ତର ଲେଖିବ, ଭାରତର ଶରୀର ଗଙ୍ଗା, ଯମୁନା, ଗୋଦାବରୀ, ସରସ୍ୱତୀ, ନର୍ମଦା, ସିନ୍ଧୁ ଓ କାବେରୀ ଆଦି ପବିତ୍ର ନଦୀମାନ ଶୋଭା ପାଉଛନ୍ତି। ତ ପାଞ୍ଚ ନମ୍ବର ଉତ୍ତର ଏମିତି ଲେଖିବ। ଏବେ ଚାଲ ଦେଖିବା ଖ ନମ୍ବର କ'ଣ ଲେଖା ହେଇଛି କ୍ୱେଶ୍ଚିନ୍। ତ ଖ ନମ୍ବର ଦେଖ କ'ଣ ଲେଖା ହେଇଛି ତଳେ, ଚୈତ୍ୟ ନିତ୍ୟ ମହାତ୍ମା ଜନେ, ପ୍ରଚାରିଲେ ଭୀମ ନାମ ଆନନ୍ଦ ମନେ। ମହାତ୍ମାର ଅର୍ଥ ମହାପୁରୁଷ, ବଡ଼ଲୋକ, ମହାମାନବ, ମହାନ ବ୍ୟକ୍ତି। ବିଭୁର ଅର୍ଥ ଈଶ, ଈଶ୍ୱର, ପ୍ରଭୁ, ଠାକୁର, ଦେବତା। ଉପର ଲିଖିତ ପଦ୍ୟାଂଶକୁ ପଢ଼ି ଉତ୍ତର ଲେଖ। ତଳେ ଦେଖ କ୍ୱେଶ୍ଚିନ୍ କ'ଣ ଲେଖା ହେଇଛି, ଚୈତନ୍ୟ କିଏ। ତ ଆର ଉତ୍ତର ଲେଖିବ, ତ ଉତ୍ତର ଲେଖିବ, ଚୈତନ୍ୟ କିଏ, ଚୈତନ୍ୟ ହେଉଛନ୍ତି ଜଣେ ମହାତ୍ମା, ମହାପୁରୁଷ ବା ମହାନ ବ୍ୟକ୍ତି। ଦୁଇ ନମ୍ବର କ'ଣ ଲେଖା ହେଇଛି, ସେ କ'ଣ କରିଥିଲେ। ତ ଆର ଉତ୍ତର ଲେଖିବ, ସେ ଆନନ୍ଦ ମନରେ ବିଭୁ ନାମ ଈଶ୍ୱରଙ୍କ ନାମ ପ୍ରଚାର କରୁଥିଲେ। ତିନି ନମ୍ବର କ'ଣ ଲେଖା ହେଇଛି ଦେଖ କ୍ୱେଶ୍ଚିନ୍। ନେକ୍ସଟ କ୍ୱେଶ୍ଚିନ୍ କ'ଣ ଲେଖା ହେଇଛି, ତାଙ୍କୁ ମହାତ୍ମା କାହିଁକି କହିବା। ତ ଆର ଉତ୍ତର ଲେଖିବ, ତ ଲେଖିବ କ'ଣ, ସେ ନିଜର ମହାନ କାର୍ଯ୍ୟ ଏବଂ ସଂସାରର ଆନନ୍ଦର ସହ ଭାଗବତ ନାମ ପ୍ରଚାର କରିଥିବାରୁ ତାଙ୍କୁ ମହାତ୍ମା କହିବା। ତ ଏମିତି ଉତ୍ତର ଲେଖିବ। ନେକ୍ସଟ ଦେଖ କ'ଣ ଲେଖା ହେଇଛି ପ୍ରେଜ୍। କବିତାର ରଚନା ଶୈଳୀ ଦେଖ କ'ଣ ଲେଖା ହେଇଛି, ବିନ୍ଧ୍ୟ ଗିରିବର କଟିରେ ଗଙ୍ଗା ଆଦି କେତେ ନଦୀ ଶୋଭେ ଶରୀରେ। ଉକ୍ତ ପଦ୍ୟାଂଶଟି ପରେ ତୁମକୁ ଭଲ ଲାଗିଥିବା ଆଉ କିଛି ପଦ୍ୟାଂଶ କବିତାରୁ ବାଛି ଲେଖ। ତ ଚାଲ ଲେଖିବା ଉତ୍ତର। ତ ପିଲାମାନେ ଲେଖିବା ପଦ୍ୟାଂଶ ଏକ, ତୁହି ମୋ ଜନ୍ମ ଭୂମି ପବିତ୍ର ଭାରତ ଭୂମି, ତହିଁରେ ସନ୍ତାନ ଆମେ ଅଟୁ ସର୍ବେ, ତୋର ଶ୍ରୀ ଚରଣ ସେବା ପାଇଁ ମନ ପ୍ରାଣ ଦେବା, ଗାଇବା ତୋହର ନାମ ଆନନ୍ଦ ରେବେ। ତ ଦୁଇ ନମ୍ବର ପଦ୍ୟାଂଶ ଆଉଥରେ ଲେଖିବା। ଆଉ ଗୋଟେ ଦୁଇ ନମ୍ବର ପଦ୍ୟାଂଶ ଲେଖିବ, ମସ୍ତକରେ ହିମାଳୟ ପର୍ବତର ଦୁଇ ପାରୁଣେ ଜଳଧି ବ୍ରହ୍ମପୁତ୍ର ସିନ୍ଧୁ ନଦୀ, ଚରଣରେ ବିରାଜିତ ମହାସାଗର। ତ ଏମିତି ଦୁଇ ନମ୍ବର ଲେଖିବ। ତିନି ନମ୍ବର ପଦ୍ୟାଂଶ ଲେଖିବ, ତିନି ନମ୍ବର ପଦ୍ୟାଂଶ ଲେଖିବ, ଜନ୍ମିଲେ ତ କୋଳରେ କୋତେ, ସୁରବୀର ନରେ ରାମଚନ୍ଦ୍ର, ଭୀଷ୍ମ, ଦ୍ରୋଣ, କର୍ଣ୍ଣ, ଅର୍ଜୁନ, ମହାକବି ବେଦବ୍ୟାସ, ବାଲ୍ମୀକି, କାଳିଦାସ, ଗାଇଲେ ପବିତ୍ର କଣ୍ଠେ ତହିଁରେ ଗୁଣେ। ତ ଏମିତି ଲେଖିବ ପଦ୍ୟାଂଶ କରି ଗୋଟେ ଗୀତ ଟାଇପ୍ର। ତ ଏବେ ଚାଲ ଦେଖିବା ନେକ୍ସଟ ପେଜ୍ କ'ଣ ଦିଆଯାଇଛି ଦେଖିବା। ପିଲାମାନେ ଦେଖ ନେକ୍ସଟ ପେଜ୍ କାଢ଼। ଦେଖ ମେଳକର ହେଡିଂ ଦିଆଯାଇଛି, କ ସ୍ତମ୍ଭର କବିତାଂଶ ସହିତ ଖ ସ୍ତମ୍ଭର ଭାବାର୍ଥକୁ ସଂଯୋଗ କର। ଦେଖ ସ୍ତମ୍ଭ କ ସ୍ତମ୍ଭ ଖ ଲେଖାଇଛି। ସ୍ତମ୍ଭ କରେ କ'ଣ ଲେଖାଇଛି ଦେଖ, ଜନ୍ମିଲେ ତ କୋଳରେ କେତେ ସୁରବୀର ନରେ। ଖ ସ୍ତମ୍ଭରେ କ'ଣ ଲେଖାଇଛି, ଏକ ନମ୍ବର ପଦ୍ମିନୀ, ସାବିତ୍ରୀ, ସୀତା ପ୍ରଭୃତି ସମସ୍ତେ ବୀର ରମଣୀ ଭାରତ ମାତାର ଦୁହିତା ଅଟନ୍ତି। ତ ଚାଲ ଏକା ଯୋଡ଼ିବା ଏଇଟା କ ସ୍ତମ୍ଭ ଖ ସ୍ତମ୍ଭ କରି। ତ ପିଲାମାନେ ଦେଖ କ ସ୍ତମ୍ଭରେ ଏକ ନମ୍ବରଟା କୁଆଡ଼େ ଯୋଡ଼ିବେ, ଦୁଇ ନମ୍ବରଟା ଯୋଡ଼ିବେ। ଏକ ନମ୍ବର କ'ଣ ଲେଖା ହେଇଛି ଦେଖ, ଜନ୍ମିଲେ ତ କୋଳରେ କେତେ ସୁର ବୀର ନରେ। ଏକ ନମ୍ବରଟା କୁଆଡ଼େ ଯୋଡ଼ିବେ, ଦୁଇ ନମ୍ବରଟା ଦେଖ, ଭାରତ ମାତାର କୋଳରେ ଅନେକ ସୁର ବୀର ଓ ମହାମାନବ ଜନ୍ମ ନେଇଛନ୍ତି, ଏଇଟା ଯୋଡ଼ିବ। ତାପରେ ଦେଖ ସ୍ତମ୍ଭ କରେ ଦୁଇ ନମ୍ବରଟା କ'ଣ ଲେଖା ହେଇଛି, ତୋ ଆନନ୍ଦ ହୋଇବି ସୁଖୀ, କାନ୍ଦିବେ ସୁଖରେ ତୋର ଜଣେ ଦୁଃଖୀ। ଦୁଇ ନମ୍ବରଟା ଆଉ ଖ ସ୍ତମ୍ଭର କୁଆଡ଼େ ଯୋଡ଼ିବେ, ତିନି ନମ୍ବରଟା ଯୋଡ଼ିବ। କ'ଣ ଲେଖିଛି, ଆମ ଜନ୍ମଭୂମିର ଉନ୍ନତି ବା ପ୍ରଗତିର ସୁଖ ଅନୁଭବ କରିବା ଓ ଉନ୍ନତିର ସୁଖ ହେବା। ତ
କ ସ୍ତମ୍ଭର 2 ନମ୍ବରଟା ଖ ସ୍ତମ୍ଭର 3 ନମ୍ବରଟା ଯୋଡ଼ିବ। କ ସ୍ତମ୍ଭର 3 ନମ୍ବର କ'ଣ ଲେଖା ହେଇଛି ଦେଖ ସମସ୍ତ ତରର ଦହିତା ପଦ୍ମିନୀ ସାବିତ୍ରୀ ସୀତା। ଖ ସ୍ତମ୍ଭର କୋଉଟା ଯୋଡ଼ିବ ଯେ 1 ନମ୍ବରଟା ପଦ୍ମିନୀ ସାବିତ୍ରୀ ସୀତା ପ୍ରଭୃତି ସମସ୍ତ ବୀର ରମଣୀ ଭାରତ ମାତାର ଦୁହିତା ଅଟନ୍ତି। ତ ଏମିତି କ ସ୍ତମ୍ଭ ଖ ସ୍ତମ୍ଭ ଯୋଡ଼ିବ। ତ ଚାଲ ଏବେ ନେକ୍ସଟ କ'ଣ ଲେଖା ହେଇଛି ଦେଖିବା ତଳେ। ତ ତଳେ ହେଡିଂ ଦିଆଯାଇଛି କ'ଣ ପିଲାମାନେ ଅନୁମାନ ଓ କଳ୍ପନାରୁ ଲେଖା ହେଇଛି ଦେଖ ସାଙ୍ଗମାନଙ୍କ ସହିତ ଦଳଗତ ଆଲୋଚନା କର। କ ନମ୍ବର କ'ଣ ଲେଖା ହେଇଛି ଦେଖ ମହାକବି ବେଦବ୍ୟାସ ବାଲ୍ମୀକି କାଳିଦାସ। ତ ଲେଖା ହେଇଛି 3ଟା। ତାପରେ ଦେଖ ଗାଇଲେ ପବିତ୍ର କଣ୍ଠେ ତହିର ଗୁଣ 1 ପଏଣ୍ଟ କ'ଣ ଲେଖା ହେଇଛି ଦେଖ କେଉଁମାନଙ୍କୁ ମହାକବି ଆଖ୍ୟା ଦିଆଯାଇଛି। ତ ଆର ଉତ୍ତର ଲେଖିବ 1 ପଏଣ୍ଟର। ତ ପିଲାମାନେ 1 ନମ୍ବର ପଏଣ୍ଟର ଉତ୍ତର ଲେଖିବ ବେଦବ୍ୟାସ ବାଲ୍ମୀକି ଏବଂ କାଳିଦାସଙ୍କୁ ମହାକବି ଆଖ୍ୟା ଦିଆଯାଇଛି। ତ ଏମିତି ଉତ୍ତର ଲେଖିବ। 2 ନମ୍ବର ପଏଣ୍ଟ କ'ଣ ଲେଖା ହେଇଛି ଦେଖ ସେମାନଙ୍କ ଲିଖିତ ଗ୍ରନ୍ଥରୁ ନାମ ଉଲ୍ଲେଖ କର। ତ ଚାଲ ଲେଖିବା। ତ 2 ପଏଣ୍ଟର ଉତ୍ତର ଲେଖିବ ବେଦବ୍ୟାସ ମହାଭାରତ ବାଲ୍ମୀକି ରାମାୟଣ କାଳିଦାସ ରଘୁବଂଶ କିମ୍ବା ମେଘଦୂତମ୍ ଅଭିଜ୍ଞାନ ଶାଶୁକୁନ୍ତଳମ୍। ତ ଏମିତି 2 ପଏଣ୍ଟର ଉତ୍ତର ଗୋଟେ ଗୋଟେ କରି ଲେଖିବ। ଏବେ ଚାଲ ନେକ୍ସଟ କ'ଣ ଦିଆଯାଇଛି ଦେଖିବା ଖ ନମ୍ବର କ୍ୱେଶ୍ଚିନ୍। କ ନମ୍ବର କ'ଣ ଲେଖିଛି ଦେଖ କ୍ୱେଶ୍ଚିନ୍ କେତେ କେତେ ପୁଣ୍ୟବତୀ କେତେ ପତିବ୍ରତା ସତୀ କେତେ ବୀରନାରୀ କେତେ ବୀର ଜନନୀ ଏହି କବିତାଂଶର ବୀରନାରୀ ବୋଲି କାହାକୁ କୁହାଯାଇଛି। ତ ଆର ଉତ୍ତର ଲେଖିବ। ଖ ନମ୍ବର ଉତ୍ତର ଲେଖିବ ଏହି କବିତାଂଶର ଉତ୍କଳ ମାତା ବା ଓଡ଼ିଶାର ସେହି ସାହସୀ ନାରୀମାନଙ୍କୁ ବୀରନାରୀ କୁହାଯାଇଛି ଯେଉଁମାନେ ଦେଶ ଓ ଜାତିର ସମ୍ମାନ ରକ୍ଷା ପାଇଁ ନିଜର ବୀରତ୍ୱ ଓ ସାହସ ପ୍ରଦର୍ଶନ କରି ଇତିହାସରେ ଅମର ହୋଇ ରଖିଛନ୍ତି। ତ ଏମିତି ଖ ନମ୍ବର ଉତ୍ତର ଲେଖିବ। ଏବେ ଚାଲ ଦେଖିବା ନେକ୍ସଟ କ'ଣ ଲେଖା ହେଇଛି କ୍ୱେଶ୍ଚିନ୍ ଦେଖିବା। ତ ନେକ୍ସଟ ଦେଖ କ'ଣ ଲେଖିଛି ଶବ୍ଦର ଭିନ୍ନ ଭିନ୍ନ ରୂପ ଦେଖ ଯେପରି ଚରଣ ପଦ ବା ପାଦ ବା ପୟର ଲେଖା ହେଇଛି ସେପରି ନଦୀ ଭୂମି ଜନନୀ ଦୁହିତା। ତ ଚାଲ ଆର ବି ଲେଖିବା ଭିନ୍ନ ଭିନ୍ନ ଶବ୍ଦ। ପିଲାମାନେ ଦେଖ ନଦୀରେ ଲେଖିବ ତଟନୀ ତରଙ୍ଗିଣୀ ତାପରେ ସ୍ରୋତସ୍ୱିନୀ ଲେଖିବ। ତାପରେ ଭୂମିରେ ଲେଖିବ ପୃଥିବୀ ଧରିତ୍ରୀ ମାଟି ଲେଖିବ। ଜନନୀରେ ଲେଖିବ ମାତା ମା ପ୍ରସ୍ତୁତି ଲେଖିବ। ଦୁହିତାରେ ଲେଖିବ କନ୍ୟା ଝିଅ ସୁତା। ତ ଏମିତି ଗୋଟେ ଗୋଟେ କରିକି ଶବ୍ଦ ଲେଖିବ। ଏବେ ଚାଲ ଦେଖିବା ନେକ୍ସଟ କ୍ୱେଶ୍ଚିନ୍ କ'ଣ ଦିଆଯାଇଛି। ଦେଖ ଖ ନମ୍ବର ଦେଖ କ'ଣ ଲେଖା ହେଇଛି କବିତାରେ ବ୍ୟବହୃତ ଗରିବର ଶବ୍ଦର ଅର୍ଥ ଶ୍ରେଷ୍ଠ ଏହି ଅର୍ଥକୁ ଦୃଷ୍ଟିରେ ରଖି ଓ ଶବ୍ଦ ଶେଷରେ ବର ଲଗାଇ ନୂତନ ଶବ୍ଦ ଗଠନ କର। ତ ଚାଲ ଦେଖ ମଝିରେ ଗୋଟେ ବର ଅଛି ପିଲାମାନେ ତାପରେ କ'ଣ ଅଛି ଯେ ଗୋଟେ ମେଘ ଚିତ୍ର ଗୋଟେ ଏକାନ୍ତ ତିନିଟା ସେକେଣ୍ଡ ତିନିଟା ଦେଇଦେଇଛି। ତ ସେ ମେଘ ଚିତ୍ରରେ ଉତ୍ତର ଲେଖିବ ବର ଲଗେଇକିରି ପିଲାମାନେ ଗୋଟିଏ ମେଘରେ ଗୋଟେ ଲେଖିବ ନୂର୍ପ ବର ଲେଖିବ ରାଜାମାନଙ୍କ ମଧ୍ୟ ଶ୍ରେଷ୍ଠ ଏଇଟା ନ ଲେଖିଲେ ହବ। ଏ ଯାଉ ଦେଖିବ ମୁନିବର କବିବର ରାଜବର ସାଧୁବର। ତ ଏ ଯାଉ ଲେଖି ତାପରେ ଏ ଯୋଉ ମୁନିମାନଙ୍କ ମଧ୍ୟରେ ଶ୍ରେଷ୍ଠ କବିମାନଙ୍କ ମଧ୍ୟ ଶ୍ରେଷ୍ଠ ଏ ଯାଉ ନ ଲେଖିଲେ ଚଳେ ମେନ୍ କୋଉଟା ଲେଖିବ ନୃପବର ମୁନିବର କବିବର ରଜବର ସାଧୁବର। ତ ଏମିତି ଗୋଟେ ଗୋଟେ ମେଘରେ ଗୋଟେ ଗୋଟେ କରି ଲେଖିବ। ଏବେ ଚାଲ ଦେଖିବା ନେକ୍ସଟ କ'ଣ ଲେଖା ହେଇଛି ତଳେ ଦେଖିବା। ହେଡିଂ ଲେଖା ହେଇଛି କିଛି ଭିନ୍ନ କିଛି ସମାନ। ଦେଖ ନିମ୍ନଲିଖିତ ପଦକୁ ଧ୍ୟାନର ସହ ପଢ଼। ଦେଖ ଗାଇଲେ ପବିତ୍ର କଣ୍ଠେ ତହିର ଗୁଣ ଯେତେ ଯହିଁ ଥିଲେ ମିଳି ମାନବ ଗଣ। ତ ଦେଖ କ'ଣ ଲେଖିଛି ଗଣ ଓ ଗୁଣ ଶବ୍ଦ ଦ୍ୱିତୀୟର କେବଳ ଗୋଟିଏ ମାତ୍ରାର ଭିନ୍ନତା ଅଛି ଫଳରେ ତାର ଅର୍ଥ ସମ୍ପୂର୍ଣ୍ଣ ରୂପେ ବଦଳି ଯାଉଛି। ତୁମେମାନେ ସାଙ୍ଗମାନଙ୍କ ସହ ଦଳଗତ ଆଲୋଚନା କରି ଏହିପରି ଶବ୍ଦଗୁଡ଼ିକୁ ଖାତାରେ ଲେଖ ଯେପରି ବଣ ବଣି ବସ ବେଶ। ତ ଚାଲ ଆଉ କେତେଟା ଲେଖିବା ଏମିତି ଶବ୍ଦ। ତ ପିଲାମାନେ ଲେଖିବ ସର ସାରି କର କାରି ଘର ଘରଣୀ ପଟ ପାଟ ମଲ୍ଲି ମାଳ। ତ ଏମିତି ଗୋଟେ ଗୋଟେ କରିକି ଶବ୍ଦ ଲେଖିବ। ଏବେ ଚାଲ ଦେଖିବା ନେକ୍ସଟ କ'ଣ ଲେଖା ହେଇଛି ପେଜରେ। ତ ପିଲାମାନେ ନେକ୍ସଟ ପେଜରେ କ'ଣ ଲେଖା ହେଇଛି ଦେଖ ପାଠ୍ୟ ଭାଗର ହେଡିଂ ଲେଖା ହେଇଛି ତୁମ କଥା। କ ନମ୍ବର କ୍ୱେଶ୍ଚିନ୍ କ'ଣ ଲେଖା ହେଇଛି ଦେଖ ଜନ୍ମଭୂମି କବିତାର ପୁଣ୍ୟଭୂମି ଭାରତ ପ୍ରଶଂସା ଅତି ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି। ତୁମେ ଭାରତର କେଉଁ ରାଜ୍ୟରେ ବାସ କରୁଛ ଏବଂ ରହୁଥିବା ସ୍ଥାନ ଗ୍ରାମ ସହର ନାମ ଲେଖ ସେହି ସ୍ଥାନ ତୁମକୁ କିପରି ଲାଗୁଛି ବର୍ଣ୍ଣନା କର। ସୂଚନା ପ୍ରାକୃତିକ ପରିବେଶ ଖାଦ୍ୟ ଜଳବାୟୁ ପ୍ରସିଦ୍ଧ ମନ୍ଦିର ଫସଲ ପୋଷାକ। ତ ଏମିତି ପିଲାମାନେ ତମ ଗାଁର ନାଁ ତମ କୋଉଠି କୋଉ ରାଜ୍ୟରେ ରହୁଛ ସବୁ ଲେଖିବେ। ତ ଦେଖ କେମିତି ଲେଖିବ କ ନମ୍ବର ଉତ୍ତର ମୁଁ କହିଦେଉଛି। ତ ପିଲାମାନେ ଲେଖିବ ଉତ୍ତର ମୁଁ ଭାରତର ଓଡ଼ିଶା ରାଜ୍ୟରେ ବାସ କରେ ମୋର ରହୁଥିବା ସ୍ଥାନର ନାମ ହେଉଛି ଭୁବନେଶ୍ୱର ବା ତମେ ଯେଉଁଠି ରହୁଥିବ ସେ ସ୍ଥାନ ବା ସେ ଗ୍ରାମ ପକାଇବ। ତାପରେ ମୋତେ ମୋର ଏହି ସ୍ଥାନ ଅତି ପ୍ରିୟ ଏବଂ ସୁନ୍ଦର ଲାଗେ ଏଠାରେ ବର୍ଣ୍ଣନା ନିମ୍ନରେ ଦିଆଗଲା ପ୍ରାକୃତିକ ପରିବେଶ ଏଠାକାର ପରିବେଶ ଖୁବ୍ ସବୁଜ ସୁନ୍ଦର ଶାନ୍ତ ଏବଂ ମନୋରମ। ତା ତଳୁ ଲେଖିବ ପଏଣ୍ଟ ତା ତଳୁ ଦେବ ଆଉ ଗୋଟେ ହେଡିଂ ଖାଦ୍ୟ
ଏଠାରେ ପଖାଳ ଭାତ, ଡାଲମା, ଶାଗ ଭଜା ଏବଂ ବିଭିନ୍ନ ପ୍ରକାର ପାରମ୍ପରିକ ପିଠାପଣା ଯେପରିକି ପୋଡ଼ା ପିଠା, ମାଣ୍ଡିଆ ଯାଉ ଖାଇବାକୁ ମିଳେ, ଯାହା ଅତ୍ୟନ୍ତ ସ୍ୱାଦିଷ୍ଟ। ଜଳବାୟୁ, ଏଠାକାର ଜଳବାୟୁ ସମଶୀତୋଷ୍ଣ, ଅର୍ଥାତ୍ ଏଠାରେ ବେଶୀ ଗରମ କିମ୍ବା ବେଶୀ ଶୀତ ହୁଏ ନାହିଁ। ତା ତଳୁ ଆଉଥରେ ପଏଣ୍ଟ ଲେଖିବ। ଜଳବାୟୁ ତଳେ ନେକ୍ସଟ ପଏଣ୍ଟ ଲେଖିବା ପ୍ରସିଦ୍ଧ ମନ୍ଦିର। ଏହି ସ୍ଥାନକୁ ମନ୍ଦିର ମାଳିନୀ ସହର କୁହାଯାଏ। ଏଠାରେ ପ୍ରସିଦ୍ଧ ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ଅବସ୍ଥିତ। ପିଲାମାନେ ଦେଖ, ତମ ଯଦି କେଉଁ ଗାଁରେ ଯଦି ମନ୍ଦିର ଥିବ ସେଇ ମନ୍ଦିର ଲେଖିବ। ଲିଙ୍ଗରାଜ ମନ୍ଦିର ଏଇଟା କେଉଁଠି ଅଛି? ଭୁବନେଶ୍ୱର ଅଛି। ତ ଏଇଟା ମୁଁ ଭୁବନେଶ୍ୱର ମନ୍ଦିର ଲେଖିଦେଇଛି। ତମ ଗାଁ ପାଖରେ କୌଣସି ମନ୍ଦିର ଥିଲେ ସେ ମନ୍ଦିର ଲେଖିବ ହେଲା ପିଲା। ତାପରେ ଫସଲ ଲେଖିବ। ଫସଲଟା ତମେ ଯୋଉଠି ବି ଲେଖିଲେ ଚଳିବ ହେଲା। ଏହି ଅଞ୍ଚଳରେ ଆଖପାଖ ଗ୍ରାମଗୁଡ଼ିକର ମୁଖ୍ୟତଃ ଧାନ, ମୁଗ, ବିରି ଏବଂ ବିଭିନ୍ନ ପ୍ରକାର ପନିପରିବା ଚାଷ କରାଯାଏ। ତା ତଳୁ ଆଉଥରେ ପଏଣ୍ଟ ଲେଖିବ। ପୋଷାକ ଲେଖିବ। ଏଠାକାର ଲୋକମାନେ ସାଧାରଣତଃ ସମ୍ବଲପୁରୀ, ମଣିଆବନ୍ଧ, ସୂତା କିମ୍ବା ପାଟ ପୋଷାକ ପିନ୍ଧିବାକୁ ଭଲ ପାଆନ୍ତି। ତ ପିଲାମାନେ ତମେ ଯଦି ପୋଷାକର କେଉଁ ଜାଗାର ପୋଷାକ ପିନ୍ଧିବାକୁ ଭଲ ଲାଗେ, ତମେ ସେଇ ଜାଗାର ବ୍ରହ୍ମପୁର ସିନି ଅଛି, ତାପରେ କେଉଁ ଜାଗାରେ ତମ ପୋଷାକ ପିନ୍ଧିବା ଲାଗେ ସେ ପୋଷାକ ତମେ ଲେଖିପାରିବ। ତ ଏମିତି ବି ଲେଖିପାରିବ। ତ ଚାଲ, ତ ପିଲାମାନେ ଏମିତି କ ନମ୍ବର ଉତ୍ତର ଗୋଟେ ଗୋଟେ ପଏଣ୍ଟ କରି ତଳ ଲେଖିବ। ଏବେ ଦେଖ ଖ ନମ୍ବର କ୍ୱେଶ୍ଚିନ୍ କ'ଣ ଦେଇଛି। ନିଜ ପରିବାରର କୌଣସି ସଦସ୍ୟଙ୍କ କେଉଁ ସବୁ କଥା ତୁମକୁ ଭଲ ଲାଗେ ସେ ବିଷୟରେ ବର୍ଣ୍ଣନା କର। ତ ଆର ଉତ୍ତର ଲେଖିବ। ଦେଖ କହିଦେଉଛି ପିଲାମାନେ, ଖ ନମ୍ବର ଉତ୍ତର ଲେଖିବ। ଦେଖ ଉଦାହରଣ ସ୍ୱରୂପ ମୁଁ ଉତ୍ତର ଦେଇଦେଉଛି। ମୋ ପରିବାର, ମୋତେ ମୋ ବୋଉଙ୍କର ମା ସବୁ କଥା ବହୁତ ଭଲ ଲାଗେ। ସେ ସକାଳୁ ଶୀଘ୍ର ଉଠି ଆମ ସମସ୍ତଙ୍କ ପାଇଁ ସ୍ୱାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରନ୍ତି। ସେ ସବୁବେଳେ ହସ ହସ ମୁହଁରେ ପରିବାର ସମସ୍ତ ସଦସ୍ୟଙ୍କର ଯତ୍ନ ନିଅନ୍ତି। ତା ତଳୁ ପଏଣ୍ଟ ଲେଖିବ ଆଉ ଗୋଟେ। ତ ପିଲାମାନେ ସେଥିରେ ଆଗେ ଲେଖିବ, ସେ ସବୁବେଳେ ହସ ହସ ମୁହଁରେ ପରିବାର ସମସ୍ତ ସଦସ୍ୟଙ୍କୁ ଯତ୍ନ ନିଅନ୍ତି ଲେଖିବ। ତାପରେ ମୋ ପାଠ ପଢ଼ାରେ ସେ ମୋତେ ବହୁତ ସାହାଯ୍ୟ କରନ୍ତି ଏବଂ ପ୍ରତିଦିନ ନୂଆ ନୂଆ ଭଲ କଥା ଶିଖାନ୍ତି। ଯେତେବେଳେ ମୁଁ କୌଣସି ଭୁଲ କରେ ସେ ମୋ ଉପରେ ନ ରାଗି ବହୁତ ସ୍ନେହର ମୋତେ ବୁଝାଇ ଦିଅନ୍ତି। ତାଙ୍କର ଏହି ସ୍ନେହ ଏବଂ ଦୟାଳୁ ସ୍ୱଭାବ ମୋତେ ସବୁଠାରୁ ଭଲ ଲାଗେ। ତ ଏମିତି ପିଲାମାନେ ଖ ନମ୍ବର ଉତ୍ତର ଗୋଟେ ଗୋଟେ ପଏଣ୍ଟ କରି ଲେଖିବ। ଏବେ ଚାଲ ଦେଖିବା ନେକ୍ସଟ କ'ଣ ଦିଆଯାଇଛି ଦେଖିବା। ନଦୀ ଦିଆଯାଇଛି ପିଲାମାନେ। ହେଡ଼ିଙ୍ଗ ଦେଖ କ'ଣ ଲେଖିଛି। ଗଙ୍ଗା ଆଦି କେତେ ନଦୀ ସଭେଇ ଶରୀର ହେଲା। ଦେଖ କ'ଣ ଲେଖିଛି। ଭାରତ ମାତା କୋଳରେ ଗଙ୍ଗା ନଦୀ ପରି ଅନେକ ନଦୀ ଶୋଭା ପାଉଛି। ଏହି ନଦୀଗୁଡ଼ିକ ଜଳ ଓ ବିଦ୍ୟୁତ୍ ଯୋଗାଇବା ସହ କୃଷି ତଥା ପରିବହନର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। ତତ୍ସହ ଏହି ନଦୀଗୁଡ଼ିକ ଆମ ଦେଶର ଇତିହାସ, ସଂସ୍କୃତି, ଧାର୍ମିକ ଚେତନାର ଅର୍ଥ ବ୍ୟବସ୍ଥାର ମଧ୍ୟ ପରିଚୟ ଅଟେ। ନିମ୍ନ ସାରଣୀରେ କେତେକ ନଦୀର ନାମ ଦିଆଯାଇଛି, ସେଗୁଡ଼ିକର ଖୋଜି ଖାତାରେ ଲେଖ। ସେଥିମଧ୍ୟରୁ କେଉଁ ନଦୀଗୁଡ଼ିକ ଆମ ରାଜ୍ୟରେ ପ୍ରବାହିତ ତାର ତାଲିକା କର। ତ ପିଲାମାନେ ଦେଖ, ଗୋଟେ ସାରଣୀ ଗୋଟେ କରିଦେଇଛି। ସାରଣୀରେ କ'ଣ ଲେଖିଛି? ମହାନଦୀ, ଇମି ସବୁ ଲେଖାଇଛି ସେ ଏତାରେ ସାରଣୀରେ। ତ ଚାଲ ଆମ ଓଡ଼ିଶାରେ ଯେଉଁ ଯେଉଁ ନଦୀ ଅଛି ସେ ନଦୀର ନାମ ଲେଖିବ। ଓଡ଼ିଶାରେ ଯୋଉଟା ଅଛି। ତ ଉତ୍ତର ଲେଖିବ। ପିଲାମାନେ ଦେଖ ଲେଖିବ ଉତ୍ତର। ମହାନଦୀ, ବୈତରଣୀ, ବ୍ରାହ୍ମଣୀ, ଋଷିକୂଲ୍ୟା ଓ କ'ଣ ଯେ ବୁଢ଼ା ବଳଙ୍ଗ। ତ ଏଇ ନଦୀ କେଉଁଠି ଅଛି ପିଲାମାନେ? ଆମ ଓଡ଼ିଶାରେ ଅଛି। ତ ଏମିତି ସେ ସାରଣୀର କାଢ଼ିରେ ଗୋଟେ ଗୋଟେ ଉତ୍ତର ଲେଖିବ। ଏବେ ଚାଲ ଦେଖିବା ନେକ୍ସଟ କ୍ୱେଶ୍ଚିନ୍ କ'ଣ ଦିଆଯାଇଛି। ତ ପିଲାମାନେ ଦେଖ ନେକ୍ସଟ କ'ଣ ଲେଖାଯାଇଛି। ବୁଝି ବିଚାରି ଲେଖ। ଦେଖ କ'ଣ ଲେଖା। ନିମ୍ନ ସାରଣୀରେ କେତେକ ଅକ୍ଷର ଦିଆଯାଇଛି। ତୁମେ ସେହି ଅକ୍ଷର ଗୁଡ଼ିକ ମିଶାଇ କ୍ରମ ବଦଳାଇ ମାତ୍ରା ଯୋଡ଼ି ଶବ୍ଦ ଗଠନ କର ଓ ଲେଖ। ଦେଖ ଏଇଟା ଗୋଟେ ସାରଣୀ ଦିଆଯାଇଛି ପିଲାମାନେ। କ୍ରମିକ ସଂଖ୍ୟା 1 ରୁ 6 ଯାଏଁ ଲେଖାଯାଇଛି। ଅକ୍ଷର ସମହଗର ଲେଖାଯାଇଛି। ହମଳୟ, ମହବକ, ଏହା ସବୁ ଆମେ ଗୋଟେ ଗୋଟେ ମାତ୍ରା ବା ଫଳା ଦେହରେ ଲେଖିବା। ଦେଖ ଶବ୍ଦ ମହାସାଗର ସମହଗରର ମହାସାଗର ଲେଖାଯାଇଛି। ହିମାଳୟରେ ଲେଖାଇନି। ତ ଚାଲ ଆର ଗୋଟେ ଗୋଟେ ଶବ୍ଦ ଲେଖିବା। ତ ପ୍ରଥମ ଲେଖାଯାଇଛି ସମହର ମହାସାଗର ଲେଖାଇଛି। ତାପରେ ହମଳୟରେ ଲେଖିବ ହିମାଳୟ, ମହବକ ଲେଖିବ ମହାକବି, ଉତ୍ତର ଲେଖିବ ଉତ୍ତର, ମରଣ ଲେଖିବ ରମଣୀ ବା ମାରଣ ଲେଖିବ, କଳଦଶର ଲେଖିବ କାଳିଦାସ। ତ ଏମିତି ପିଲାମାନେ ଉତ୍ତର ଗୋଟେ ଗୋଟେ କରି ଲେଖିବ। ଏବେ ଚାଲ ଦେଖିବା ନେକ୍ସଟ କ'ଣ ଦିଆଯାଇଛି ତଳେ। ତ ପିଲାମାନେ ଦେଖ ଗୋଟେ ହିମାଳୟ ଚିତ୍ର ଗୋଟେ କରାଯାଇଛି ବରଫ ଆକୃତିର। ଥାଉ ଦେଖ ଝରକାରୁ କ'ଣ ଲେଖିଛି ହେଡ଼ିଂ। ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଦ୍ୱାରା ରଚିତ ବନ୍ଦେ ମାତରମ୍ କବିତାଟି ପ୍ରାୟ ଜାତୀୟ ସଙ୍ଗୀତ ସହ ସମାନ ଆସ ଏହାର ଭାବାର୍ଥକୁ ଆଲୋଚନା କରିବା। ତ ତଳେ ଦେଖ ଗୋଟେ ଗୀତ ଗୋଟେ ଲେଖା ହେଇଯାଇଛି। ତ ପିଲାମାନେ ଗୀତରେ କ'ଣ ଲେଖିଛି? ବନ୍ଦେ ମାତରମ୍ ଗୀତ ଲେଖାଯାଇଛି। ଆଉ ଏখানে କ'ଣ ଲେଖିଛି? ଭାବାର୍ଥ ଲେଖିଛି। ବନ୍ଦେ ମାତରମ୍ର ଭାବାର୍ଥରେ କ'ଣ ଲେଖିଛି? ହେ ମାତା ମୁଁ ତୁମକୁ ପ୍ରଣାମ କରୁଛି। ତ ଏମିତି ଗୋଟେ ଗୋଟେ କରି ତାର ଭାବାର୍ଥ ଲେଖା ହେଇଛି। ତ ଏଇଟା କିଛି ନାହିଁ। ଦେଖ ତଳେ କ'ଣ ଲେଖିଛି? ଦଳଗତ ଆଲୋଚନା। ତ ସେଇଟା ଚାଲ କରିବା ଦଳଗତ ଆଲୋଚନାଟା।
କ'ଣ ଲେଖା ହେଇଛି ଦେଖ ସେଥିରେ, ତୁମେ ଜନ୍ମଭୂମି ଓ ବନ୍ଦେ ମାତରମ୍ କବିତାଟି ଦୁଇଟି ପଢ଼ିଲ। ସେହି କବିତା ଦୁଇଟିର ଥିବା ସମାନତା ଓ ଭିନ୍ନତା ବିଷୟରେ ସାଙ୍ଗମାନଙ୍କ ସହିତ ଦଳଗତ ଆଲୋଚନା କର। ତ ପିଲାମାନେ ତୁମ ସାଙ୍ଗମାନଙ୍କ ସହିତ ଦଳଗତ ଆଲୋଚନା କରିବେ। ଦେଖ ମୁଁ କିପରି କହିଦେଉଛି ଯଦି ଲେଖିବ ବୋଇଲେ, ପିଲାମାନେ ପ୍ରଥମେ ହେଡ଼ିଂ ଦେବ ଦଳଗତ ଆଲୋଚନା ଜନ୍ମଭୂମି ଓ ବନ୍ଦେ ମାତରମ୍। ଉତ୍ତର ଲେଖିବ, ଉତ୍ତର ଏମିତି ଲେଖିବ ହେଲା, ଏହି ଦୁଇଟି ଯାକ କବିତା ଦେଶ ପ୍ରେମ ଏବଂ ନିଜ ମାତୃଭୂମି ପ୍ରତି ଗଭୀର ଶ୍ରଦ୍ଧା ଉପରେ ଆଧାରିତ। ଏମାନଙ୍କ ମଧ୍ୟରେ ଥିବା ସମାନତା ଏବଂ ଭିନ୍ନତା ଗୁଡ଼ିକ ଏହିପରି। ସମାନତାରେ ଲେଖିବ, ହେଡ଼ିଂ ଦେବ ସମାନତା, ଦେଶ ପ୍ରେମରେ ଭାବନା, ଦୁଇଟି ଯାକ କବିତା ମାତୃଭୂମିରେ ଗୌରବ ଗାନ କରନ୍ତି ଏବଂ ଦେଶ ପ୍ରେମ ଜାଗୃତ କରନ୍ତି। ତାପରେ ମାତାର ଆଖ୍ୟା, ଦୁଇଟି ଯାକ ରଚନାର ଜନ୍ମଭୂମିର ମା ବା ମାତୃ ରୂପେ ବର୍ଣ୍ଣନା କରାଯାଇଛି। ପ୍ରାକୃତିକ ସୌନ୍ଦର୍ଯ୍ୟ, ଉଭୟ କବିତାର ମାତୃଭୂମିର ସବୁଜିମା, ନଦୀ ଏବଂ ପ୍ରାକୃତିକ ସମ୍ପଦର ପ୍ରଶଂସା ରହିଛି। ଆଉଥରେ ହେଡ଼ିଂ ଦେବ ଭିନ୍ନତା, ପୁଷ୍ପଭୂମି ବନ୍ଦେ ମାତରମ୍ ସମଗ୍ର ଭାରତବର୍ଷକୁ ପ୍ରତିଦିନ ଧୃତ କରୁଥିବା ବେଳେ ଜନ୍ମଭୂମି କବିତା ନିଜର ନିର୍ଦ୍ଦିଷ୍ଟ ଜନ୍ମସ୍ଥାନ ବା ମାଟିର ମହତ୍ତ୍ୱକୁ ଦର୍ଶାଇପାରେ। ଭାଷା ଓ ଶୈଳୀ, ବନ୍ଦେ ମାତରମ୍ ମୂଳତଃ ସଂସ୍କୃତ ଏବଂ ବଙ୍ଗଳା ମିଶ୍ରିତ ଶୈଳୀରେ ଲିଖିତ ବଙ୍କିମଚନ୍ଦ୍ର ଚାଟାର୍ଜୀଙ୍କ ଦ୍ୱାରା। ଯେଉଁଠି ଜନ୍ମଭୂମି ଓଡ଼ିଆ କବିତାର ଶୈଳୀ ସରଳ ଏବଂ ଆଞ୍ଚଳିକ ଭାଗ ଗମ୍ଭୀର। ତ ଏମିତି ଲେଖିବ। ତ ପିଲାମାନେ ଏମିତି ଗୋଟେ ତଳକୁ କରି ପଏଣ୍ଟ ଲେଖିବ ଦଳଗତ ଆଲୋଚନାରେ। ଏବେ ଚାଲ ଦେଖିବା ନେକ୍ସଟ କ'ଣ ଲେଖା ହେଇଛି ଦେଖିବା କୋଶ୍ଚିନ୍। ଦେଖ ତ ପିଲାମାନେ ନେକ୍ସଟ ଦିଆଯାଇଛି ଖୋଜ ପଢ଼। ଦେଖ ନିର୍ମ ପ୍ରସ୍ତୁତ ଦେଶାତ୍ମବୋଧ କବିତାଟିକୁ ପାଠାଗାର ବା ଇଣ୍ଟରନେଟକୁ ସଂଗ୍ରହ କରି ପଢ଼ ଓ ଆଲୋଚନା କର। ଦେଖ କ'ଣ ଲେଖା ହେଇଛି ତଳେ କୋଶ୍ଚିନ୍, ତୁଙ୍ଗ ଶିଖାରୀ, ଚୋଳ ପଣ୍ଡିତ ଗଦାବୀର ମିଶ୍ର, ଜୟ ରାଜଗୁରୁଙ୍କ ଉତ୍ସାହ ବାଣୀ, କୃଷ୍ଣଚନ୍ଦ୍ର ତ୍ରିପାଠୀ, ଓଡ଼ିଶା ଓ ମୋ ଓଡ଼ିଶା କେଡ଼େ ସୁନ୍ଦର, ରାଇଜ ମୋର ସ୍ୱରୂପ ନାୟକ, ତାପରେ ଓଡ଼ିଆ ମୁହିଁ ଓଡ଼ିଆ ମୋର ଦେଶ, ରାଧାକୃଷ୍ଣ ବନ୍ଧୁ। ତ ଦେଖ ପ୍ରଥମେ କେମିତି ଲେଖିବ କହିଦେଉଛି ଆର ଉତ୍ତର। ତ ପିଲାମାନେ ଦେଖ ତୁଙ୍ଗ ଶିକାରୀ ଚଳ ଲେଖିବ, ତାର ଉତ୍ତର ଲେଖିବ କ'ଣ ଦେଖ, ମୁଖ୍ୟ ଭାବ, ଏହି କବିତା ଓଡ଼ିଶାର ଉଚ୍ଚ ପର୍ବତମାଳା ଏବଂ ପ୍ରାକୃତିକ ଗୌରବକୁ ଦର୍ଶାଉଛି। ଉଦ୍ଦେଶ୍ୟ, ଏହା ପାଠକମାନଙ୍କ ମନରେ ନିଜ ରାଜ୍ୟ ପ୍ରତି ଗର୍ବ ଏବଂ ସ୍ୱାଭିମାନ ଜାଗୃତ କରେ। ପିଲାମାନେ ଏପରି ଭାବେ 1 ନମ୍ବର ଉତ୍ତର ଲେଖିବ। ଦେଖ ନେକ୍ସଟ କ'ଣ ଲେଖି ତଳେ, ଜୟ ରାଜଗୁରୁଙ୍କ ଉତ୍ସାହ ବାଣୀ, କୃଷ୍ଣଚନ୍ଦ୍ର ତ୍ରିପାଠୀ। ତ ଆର ଉତ୍ତର ଲେଖିବ। ତ ଉତ୍ତର ଲେଖିବ ମୁଖ୍ୟ ଭାବ, ଏହା ମହାନ ସଂଗ୍ରାମୀ ଜୟ ରାଜଗୁରୁଙ୍କ ବୀରତ୍ୱ ଏବଂ ବଳିଦାନ ଉପରେ ଆଧାରିତ। ଉଦ୍ଦେଶ୍ୟ, ଦେଶ ପାଇଁ ପ୍ରାଣବଳି ଦେବାର ସାହସ ଏବଂ ସଂଗ୍ରାମୀ ମନୋଭାବ ପ୍ରେରଣା ଦିଏ। ତ ଏମିତି 2 ନମ୍ବର ଉତ୍ତର ଲେଖିବ। ନେକ୍ସଟ ଦେଖ କୋଶ୍ଚିନ୍ ତଳେ କ'ଣ ଲେଖା ହେଇଛି, ଓଡ଼ିଶା ମୋ ଓଡ଼ିଶା କେଡ଼େ ସୁନ୍ଦର, ରାଇଜ ମୋର ସ୍ୱରୂପ ନାୟକ। ତ ଆର ଉତ୍ତର ଲେଖିବ। ତ ଲେଖିବ ମୁଖ୍ୟ ଭାବ, ଓଡ଼ିଶାର କଳା ସଂସ୍କୃତି ପରମ୍ପରା ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟର ସରଳ ବର୍ଣ୍ଣନା। ଉଦ୍ଦେଶ୍ୟ, ମାତୃଭୂମିର ସୁନ୍ଦରତାକୁ ଅନୁଭବ କରିବା ଏବଂ ଏହାକୁ ଭଲ ପାଇବା। ତ ଏମିତି 3 ନମ୍ବର ଲେଖିବ। 4 ନମ୍ବର ଦେଖ ତା ତଳକୁ କ'ଣ ଲେଖିଛି କୋଶ୍ଚିନ୍, ତା ତଳେ କୋଶ୍ଚିନ୍ ଲେଖିଛି ଓଡ଼ିଆ ମୁହିଁ ଓଡ଼ିଶା ମୋର ଦେଶ, ରାମକୃଷ୍ଣ ନନ୍ଦ। ତ ଆର ଉତ୍ତର ଲେଖିବ। ତ ଲେଖିବ ମୁଖ୍ୟ ଭାବ, ଓଡ଼ିଆ ଭାଷା ଏବଂ ଓଡ଼ିଆ ଜାତିର ପରିଚୟକୁ ନେଇ ଗର୍ବ ପ୍ରକାଶ କରିବା। ଉଦ୍ଦେଶ୍ୟ, ନିଜ ସଂସ୍କୃତି ଏବଂ ପରିଚୟ ପ୍ରତି ନିଷ୍ଠାବାନ ରହିବାକୁ ପ୍ରେରିତ କରେ। ତ ଏମିତି ପିଲାମାନେ ଗୋଟେ କରିରେ ଲେଖିବ ଉତ୍ତର। ପିଲାମାନେ ଆର ଉତ୍ତର ସବୁ କୋଶ୍ଚିନ୍ ଆନ୍ସର ସରିଲା। ଏବେ ପ୍ରଥମ ପାଠର ଜନ୍ମଭୂମିର ନେକ୍ସଟ ଦେଖ କ'ଣ ଲେଖା ହେଇଛି, ଗୋଟେ ଗୀତ ଗୋଟେ ଲେଖା ହେଇଛି, ଚାଲ ଦେଖିବା। ତ ପିଲାମାନେ ନେକ୍ସଟ ପେଜରେ ଦେଖ ପଠନ ନିମନ୍ତେ ଏଇ ଦେଶ ଏଇ ମାଟି। ତ ଗୋଟେ ଗୀତ ଲେଖା ହେଇଛି। ତ ପିଲାମାନେ ଦେଖ ଏଇ ଗୀତଟା ପଢ଼ିବ। ତାପରେ ଦେଖ ପ୍ରଥମ ପାଠର ଜନ୍ମଭୂମିର ପ୍ରଶ୍ନ ଉତ୍ତର ସରିଲା। ତ ପ୍ରଶ୍ନ ଉତ୍ତର ଲେଖିବ, ସେୟାର ବି କରିଦେବ। ତାପରେ ଯିଏ ଲେଖିନ ତମ ସାଙ୍ଗମାନଙ୍କୁ ଚ୍ୟାନେଲକୁ ସବସ୍କ୍ରାଇବ କରିଦିଅ, ଇନଷ୍ଟାଗ୍ରାମ ଲିଙ୍କ ବି ଛାଡ଼ି ଦେଇଛି, ଯାଇକି ଫଲୋ କରିଦିଅ।